ଭାଇ ଟିକେ ପରିଚୟ ଦେବେ। ମୁଁ ଶ୍ରୀ ଦୀପକ କୁମାର ବରାଳ ମହାବୀରା ଗୋସେବା ସଂଘର ସମ୍ପାଦକ। ଆଜି ଭାଇ ଭେଣ୍ଡି କଣ ପାଇଁ ଆସିଥିଲେ? ଦେଖନ୍ତୁ ଆଜି ଆମେ ଜାଣିବାକୁ ପାଇଲୁ ଆମ ଗ୍ରାମର ଶିମିଳିହାଣ୍ଡ ନିକଟବର୍ତ୍ତୀ ଯେଉଁ NH ଅଛି NH55 ତା ସାଇଟ୍ରେ ଅନେକ ଗୋଚର ଜମି ଅଛି। ସେଠିକି ଆମର ପ୍ରତିଦିନ ଆମ ଗାଁରୁ ପ୍ରାୟ 100ରୁ ଅଧିକ ଗାଈ ଚରିବାକୁ ଯାଆନ୍ତି। କିଛି ଗାଈଙ୍କୁ ମାନେ ତାଙ୍କ ଖାଦ୍ୟରେ ବିଷ ମିଶାଇକି ଗୋମାତାଙ୍କୁ ହତ୍ୟା କରାଯାଇଛି। ଏଭଳି ନୃଶଂସ କାର୍ଯ୍ୟ ଯେଉଁମାନେ କରିଛନ୍ତି ତାଙ୍କ ବିରୁଦ୍ଧରେ ଆମେ ଲିଖିତ ଆକାରରେ ଚୌଦ୍ୱାର TPM ଫାଣ୍ଡରେ ଜଣେଇଲୁ ଏବଂ ଆମ ସଂଘ ତରଫରୁ ଦାବି କରୁଛୁ ଦୃଢ଼ରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଉକ୍ତ ବ୍ୟକ୍ତିଙ୍କ ତରଫକୁ ନିଆଯାଉ। ଏଇ ବର୍ତ୍ତମାନ ସମୟରେ ଭାରତ ବର୍ଷରେ ଗୋମାତାକୁ ପୂଜା କରାଯାଉଛି। ଏଭଳି ନୃଶଂସ କାଣ୍ଡ ନୃଶଂସତାର ଶେଷ ସୀମା। ଯେଉଁମାନେ ଏଇ ନୃଶଂସ କାମ କରିଛନ୍ତି ଆମ ସଂଘ ତରଫରୁ ଉଚିତ ଜବାବ ଦେବା ପାଇଁ ଆମେ ଥାନାରେ ଲିଖିତ ଆକାର ଦେଇଛୁ। ଯଦି ପ୍ରଶାସନ ଆମ କଥା ନ ଶୁଣେ ଆଗାମୀ ଦିନରେ ରାସ୍ତା ରୋକ ହେବ ଏବଂ ଆମେ ରାଜରାସ୍ତାକୁ ଓହ୍ଲାଇବୁ। ମହାବୀର ଗୋଶାଳା DSIର ସଭାପତି। ଆମର ଗୋମାତାକୁ ହତ୍ୟା କରାଯାଇଛି ନୃଶଂସ ଭାବରେ, କଣ ପ୍ରତିକ୍ରିୟା ରହିବ? ଦେଖନ୍ତୁ, ପ୍ରଥମତଃ ଗୋଚର ଜମି ସରକାର କ'ଣ ପାଇଁ ରଖିଛି? ଯେ ଗାଈମାନେ ଚରିବେ, ଚରା ଭୂଇଁ। ତା ପାଖରେ ଯିଏ ଚାଷ କରୁଛି ସିଏ ତାର ଆୟତ୍ତରେ ଚାଷ କରିବ। ଆୟତ୍ତରେ ନିଜ ଚାଷ ଜମିକି ଆୟତ୍ତ ନ କରି ଗାଈମାନଙ୍କୁ ଏମିତି ବିଷ ଦେଇକି ମାରିବା ଗୋଟା ବହୁତ ଅମାନସିକତାର ପରିଚୟ ଆଉ ବର୍ବରତାର କାମ ଇଏ। ତେଣୁ ଆମେ ଚାହୁଁଛୁ ଆଜି 3ଟା ଗାଈ ମଲା, କାଲି ଆମ ଗୋଶାଳାରେ 50-60ଟା ଗାଈ ଅଛନ୍ତି, ଆଉ କିଏ ଗାଈ ମେ ବି ଖାଇପାରିଥାନ୍ତା, ସେ ବି ମରିଥାନ୍ତା। ତେଣୁକରି ଆମେ ଚାହୁଁଛୁ କି ଯିଏ ଏମିତି ଅମାନୁଷିକ କାମ କରିଛି ତାଙ୍କୁ ଉଚିତ ଦଣ୍ଡ ମିଳୁ, ଆଉ ଭବିଷ୍ୟତରେ ଯେମିତି ଏମିତି ତାର ପୁନରାବୃତ୍ତି ନ ହଉ। ସରକାର ମଧ୍ୟ ଏଇ ପ୍ରାଣୀମାନଙ୍କ ପାଇଁ ଅନେକ ପ୍ରକାର ଯୋଜନା କରୁଛନ୍ତି, ମଧ୍ୟ ସେ ପଶୁ ସଂଘର ସମାନ ତାଙ୍କୁ ହତ୍ୟା କରିବା ପାଇଁ କେମିତି କ'ଣ ରହିବ? ସରକାରଙ୍କୁ ବି ଆମେ ତାଙ୍କର ଦୃଷ୍ଟି ଆକର୍ଷଣ କରିବୁ ଏ ଦିଗରେ ଯେ ତାଙ୍କ ପାଇଁ ସବୁ ପଞ୍ଚାୟତରେ ଯେମିତି ଆଗାମୀ ଦିନମାନଙ୍କରେ ଯେ ଗଭର୍ଣ୍ଣମେଣ୍ଟ କହିଛି କି ପଞ୍ଚାୟତରେ ସବୁ ଗୋଶାଳା ନିର୍ମାଣ କରିବ, ସେଇଟା ହେଲେ ସବୁ ଗୋମାତାମାନଙ୍କର ସୁରକ୍ଷା ସହିତ ତାଙ୍କର ସଂରକ୍ଷଣ ମଧ୍ୟ ହେଇପାରିବ। ଗୋବଂଶ ମାନେ ଆଉ ଏମିତି ଇଆଡ଼େ ସିଆଡ଼େ ଯେମିତି ବୁଲୁଛନ୍ତି ଆଉ ସେମିତି ହେବେନି, ତାଙ୍କର ସଂରକ୍ଷଣ ହେଇପାରିବ। ସେଇଟା ଆମେ ସରକାରଙ୍କ ପାଖରେ ଦାବି ରଖୁଛୁ। ପ୍ରାଥମିକ ତଦନ୍ତରେ କ'ଣ ଜଣାଉଛି ଗାଈମାନେ କେମିତି? ତାଙ୍କୁ ଚୋକଡ଼ ଦେହରେ ଦାନାଦାର ମିଶାଇକି ପତ୍ରରେ ଦେଇଛନ୍ତି, ପତ୍ର ବା ଥଳିରେ ଦେଇଛନ୍ତି, ଅଖାରେ ପାଖାପାଖି 10ଟାରୁ 15ଟା ଜାଗାରେ ଥୁଆ ହେଇଛି। ଗାଈମାନେ ଚରିବାକୁ ଯାଇଛନ୍ତି, ଖାଦ୍ୟ ଭାବି ତାକୁ ଚୋକଡ଼ ଭାବି ଖାଇ ଦେଇଛନ୍ତି, ଯାହାଫଳରେ ପାଣି ପିଇବାକୁ ଯିବା ବାଟରେ ସବୁ ଏଠି ସେଠି ମରିକି ସବୁ ପଡ଼ିଛନ୍ତି। କିଛି ଗାଈଙ୍କ ପେଟରେ ବି ବାଛୁରୀ ଥିଲେ, ଯେଉଁଟା ବହୁତ ଦୁଃଖଦାୟକ। ଆଉ ଆପଣ ଅଭିଯୋଗ କରିଛନ୍ତି, ପୋଲିସ କ'ଣ କହିଲେ? ପୋଲିସ ଆମକୁ ଦେଇଛନ୍ତି ଆଶ୍ୱାସନା ଦେଇଛନ୍ତି, ସେ ଚାଷୀ ଯିଏ ବି ଏମିତି କରିଛନ୍ତି ତାଙ୍କୁ ଡାକିକି ପଚାରିବେ ଆଉ ତାଙ୍କୁ ତାଗିଦ ମଧ୍ୟ କରିବେ ଯେମିତି ଭବିଷ୍ୟତରେ ଏଗୁଡ଼ା ଯେମିତି ଆର ପୁନରାବୃତ୍ତି ହେବନି। ଆଉ ଆମେ ବି ପୋଲିସ ଆଉ ପ୍ରଶାସନ ଉପରେ ପୁରା ଭରସା ରଖୁଛୁ ଯେ ସେ ଆମକୁ ନିଶ୍ଚୟ ସପୋର୍ଟ କରିବେ।